नमस्कार ମୁଁ ଆପଣଙ୍କ ପ୍ରଭାସ ସ୍ୱାଗତ କରୁଛି ଆଜିକାର କାର୍ଯ୍ୟକ୍ରମକୁ। ହଁ ଆଜ୍ଞା ମୁଁ ଆଜି ଆସି ପହଞ୍ଚି ଯାଇଛି କଟକ ଜିଲ୍ଲା ନଳିପୁର ସ୍ଥିତ ଅଭିଯାନ ସାମାଜିକ ଅନୁଷ୍ଠାନରେ। ତେବେ ଆସନ୍ତୁ ମୁଁ ଆପଣଙ୍କୁ ଏ ଅନୁଷ୍ଠାନ ବୁଲି ଦେଖେଇବି ଆଉ ଏ ଅନୁଷ୍ଠାନ ସମ୍ପର୍କରେ ଜଣେଇବାକୁ ଚେଷ୍ଟା କରିବି। ତେବେ ଆସନ୍ତୁ ଆଉ ଡେରି କରିବିନି। ଅଭିଯାନ ଶୁଣିବା ପାଇଁ ଏକ ନାମ ହୋଇପାରେ, ମାତ୍ର ଅନେକ ଯୁବକ ଯୁବତୀଙ୍କ ଜୀବନର ଅଭିଯାନକୁ ଆଗେଇ ନେବା ପାଇଁ ସର୍ବଦା ଛିଡ଼ା ହୋଇ ରହିଛି। ଏଇଠୁ ବାହାରି ଅନେକ ନିଜ ଜୀବନର ଅଭିଯାନକୁ ଆଗେଇ ନେଇ ସାରିଲେଣି। ଅଭିଯାନ ଯେଉଁଠି ସକାଳୁ ସକାଳୁ ଶୁଭେ ଈଶ୍ୱରଙ୍କ ପ୍ରାର୍ଥନା ସାଙ୍ଗକୁ ଈଶ୍ୱର ଆଲ୍ଲା ତେରେ ନାମ। ଏଇଠୁ ଅନେକ ଯୁବକ ଯୁବତୀ ଶିଖିଛନ୍ତି ସମାଜ ସେବା, ରୋଗୀ ସେବା, ପଶୁପକ୍ଷୀ, ମାନବ ସେବା, ପରିବେଶ ସୁରକ୍ଷାର କଥା। ଯୋଗ, ପ୍ରାଣାୟାମ, ନୃତ୍ୟ, ଗୀତ ଏମିତି ଅନେକ କିଛି। ଏଇଠାରୁ ଶିଖିଛନ୍ତି ରାଷ୍ଟ୍ର ନିର୍ମାଣର ମୂଳମନ୍ତ୍ର, ତାର ଅଭିଯାନ। ଅନେକ ଘାତ ପ୍ରତିଘାତ ଦେଇ ବାଲ୍ୟାବସ୍ଥାରୁ ଆଜି ଯୌବନ ଅବସ୍ଥାରେ ପଦାର୍ପଣ କରିଛି ସେ। ଯେଉଁଠି ଦିନେ ଖାଁ ଖାଁ ଲାଗୁଥିଲା, ଆଜି ସେଠି ହସର ଶବ୍ଦ ଶୁଭୁଛି। ଅନେକ ଯୁବକ ଯୁବତୀଙ୍କୁ ଦେଇପାରିଛି ସେ ରୋଜଗାର। ସେ ହେଉଛି ଅଭିଯାନ। କଟକ ଜିଲ୍ଲା ନଳିପୁର ପୁରୁଷୋତ୍ତମପୁର ସ୍ଥିତ ଅଭିଯାନ କ୍ୟାମ୍ପସ। ପ୍ରବେଶ କରୁ କରୁ ସମ୍ମୁଖରେ ଦେଖିବାକୁ ମିଳେ ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କୁ। ଠିକ୍ ତାଙ୍କରି ଦକ୍ଷିଣ ପାର୍ଶ୍ୱରେ ଏକ ନିମ୍ବ ବୃକ୍ଷ ମୂଳରେ ବିରାଜମାନ କରିଛନ୍ତି ମା ଅନ୍ନଦାତ୍ରୀ ଲକ୍ଷ୍ମୀ ଓ ତାଙ୍କ ସାଙ୍ଗକୁ ଶିବ ଓ ବୁଦ୍ଧ। ଠିକ୍ ତାଙ୍କରି ଦକ୍ଷିଣ ପାର୍ଶ୍ୱର ଅନତି ଦୂରରେ ଏକ ମଣ୍ଡପରେ ଦେଖିବାକୁ ମିଳେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ। ତାଙ୍କ ନିକଟକୁ ଲାଗି କାର୍ଯ୍ୟାଳୟ ଗୃହ ଓ ପିଲାଙ୍କ ରହିବା କକ୍ଷ। ଆଉ ଟିକେ ପଛକୁ ବୁଲି ଗଲେ ଦେଖିବାକୁ ମିଳେ ସୁନ୍ଦର ସୁନ୍ଦର ଗଛ ସାଙ୍ଗକୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ, ଯାହାଙ୍କ ପ୍ରେରଣା ଓ ଆଦର୍ଶରେ ପ୍ରତିଷ୍ଠାତାଙ୍କ ଦ୍ୱାରା ଗଢ଼ି ଉଠିଛି ଏହି ଅନୁଷ୍ଠାନ ଅଭିଯାନ। ସୁନ୍ଦର ମନୋହର ପରିବେଶ ସାଙ୍ଗକୁ ରହିବା, ଖାଇବା ଓ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଏଠାରେ ମାଗଣାରେ ଦିଆଯାଇଥାଏ। ବହୁ ଦୂରଦୂରାନ୍ତରୁ ଯୁବକ ଯୁବତୀମାନେ ଧାଇଁ ଆସିଥାନ୍ତି ଏହି ଅନୁଷ୍ଠାନକୁ ନିଜର ଭବିଷ୍ୟତ ଗଢ଼ିବା ପାଇଁ। ଆଉ ଉନ୍ନତମାନର ପ୍ରଶିକ୍ଷଣ ନେଇ ନିଜ ରାଜ୍ୟ ତଥା ଅନ୍ୟ ରାଜ୍ୟରେ ରୋଜଗାର କରିବାରେ ସକ୍ଷମ ହୋଇଥାନ୍ତି ଏହି ଅନୁଷ୍ଠାନର ଯୁବକ ଯୁବତୀମାନେ। ଯେଉଁ ଝିଅ ବାପାକୁ ଦିନେ ଟିକିଲି ପ୍ୟାକେଟଟେ କିଣିବା ପାଇଁ 10 ଟଙ୍କା ମାଗୁଥିଲା, ଆଜି ସେହି ଝିଅ ନିଜେ ରୋଜଗାର କରି ମାସକୁ 10,000ରୁ ଅଧିକ ଟଙ୍କା ତାଙ୍କ ବାପା ମାଙ୍କ ନିକଟକୁ ପଠାଇ ପାରୁଛି ସେ ଝିଅ। ତାଠାରୁ ବଡ଼ କଥା ଆଉ କ'ଣ ବା ହୋଇପାରେ? ଅଧାରୁ ପାଠପଢ଼ା ଛାଡ଼ିଥିବା, କମ୍ ପାଠ ପଢ଼ିଥିବା ଯୁବକ ଯୁବତୀ ଯେଉଁମାନେ ନିଜ ଉପରୁ ଆଶା ଛାଡ଼ି ଦେଇଥିଲେ ନିଜ ଭବିଷ୍ୟତ ପାଇଁ, ଆଜି ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ସ୍ୱପ୍ନ ଦେଖାଉଛି ଏହି ଅଭିଯାନ। ଏଇଠାରୁ ପ୍ରଶିକ୍ଷଣ ନେଇ ଅନେକ ଯୁବକ ଯୁବତୀ ଏବେ ପ୍ରଶିକ୍ଷକ ହୋଇସାରିଲେଣି। ନାରୀ ଶକ୍ତି ତଥା ଯୁବଶକ୍ତି ସଶକ୍ତିକରଣ କରିବା ଦିଗରେ ଅଭିଯାନ ସର୍ବଦା ତତ୍ପର। ଆଜିକାର ଅଧ୍ୟାୟଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ ବକ୍ସରେ ଜଣାଇବେ। ଯଦି ଆପଣମାନେ এই ଚ୍ୟାନେଲଟିକୁ ସବସ୍କ୍ରାଇବ କରିନାହାନ୍ତି ତ ନିଶ୍ଚିତ ଭାବରେ ସବସ୍କ୍ରାଇବ କରିନିଅନ୍ତୁ ଏବଂ ପାଖରେ ଥିବା ବେଲ ଆଇକନଟିକୁ ନିଶ୍ଚିତ ଭାବରେ ଦବାଇ ଦିଅନ୍ତୁ, ଯାହା ଫଳରେ କେମିତି ଅନେକ ଜାଗା ଆପଣମାନେ ଦେଖିପାରିବେ। ଆଜି ପାଇଁ ଏତିକି, ରହୁଛି ମୁଁ ପ୍ରଭାସ, ନମସ୍କାର।